ପୋଖରୀରେ ବୁଡ଼ି ନାବାଳିକାର ମୃତ୍ୟୁ। ଚମ୍ପୁଆ ଉପଖଣ୍ଡ କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଛେଳିଆନାଳ ଗ୍ରାମରେ ଖେଳୁଥିବା ବେଳେ ଅଜାଣତରେ ପୋଖରୀରେ ବୁଡ଼ି 4 ବର୍ଷର ନାବାଳିକାର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଛେଳିଆନାଳ ଗ୍ରାମର ଲୋକନାଥ ନାୟକଙ୍କ 4 ବର୍ଷର ଝିଅ ଖେଳୁଥିବା ସମୟରେ ଘର ପାଖ ପୋଖରୀରେ ବୁଡ଼ି ଯାଇଥିଲା। ଘର ଲୋକ ଏଣେତେଣେ ଖୋଜାଖୋଜି କରିବା ପରେ ଝିଅର ଚପଲ ପୋଖରୀରେ ଭାସୁଥିବାର ଦେଖିବାକୁ ପାଇ ପୋଖରୀରୁ ତାର ମୃତଦେହ ଉଦ୍ଧାର କରି ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାରିଆ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଚମ୍ପୁଆରୁ ପ୍ରଦୀପ କୁମାର ମହାନ୍ତଙ୍କ ରିପୋର୍ଟ, ଜାଗୃତି ଲାଇଭ୍ ମିଡ଼ିଆ।